ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ତ ଆଜି ଆସିଥିଲୁ ଛତରପୁର ପାଖରେ ଗୋଟେ ଗାଁ ଅଛି ଘଡ଼ଗଡ଼ା ପଲ୍ଲୀ। ସେ ଗାଁ ଆସିଥିଲୁ। ସେ ଗୋଟେ ଭୋଲ୍ଟେଜ୍ ଏସି ଅଛି, ଭୋଲ୍ଟେଜ୍ର ଏସି କୁଲିଂ କିଛି ହେଉନି। ଚାଲ ଯିବା ଦେଖିବା କ'ଣ ହେଇଛି କ'ଣ ନାହିଁ। ତ କଷ୍ଟମର ଏଣ୍ଟ୍ରି ହେବ ଦେଖିଲୁ। ଗୋଟେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋ ଥିଲା। ବହୁତ ସୁନ୍ଦର ଫଟୋଟା, ବହୁତ ସୁନ୍ଦର ଦେଖାଯାଉଥିଲା। ତ ମୁଣ୍ଡିଆ ମାରିକି ପଳେଇ ଆସିଲୁ ଏସି ପାଖକୁ। ଏଇଟା ହେଉଛି ସେଇ ଭୋଲ୍ଟେଜ୍ର 5 ଷ୍ଟାର୍ ଏସି, ଯେଉଁଟା କି କୁଲିଂ କିଛି ବି ହେଉନି। ଚାଲ ଦେଖିବା କ'ଣ ପାଇଁ କୁଲିଂ ହେଉନି। ଦେଖିଲି ହାୱା ସେ ଅନ୍ କରିଦେଲି, ଦେଖିଲି ଚେକ୍ କଲି ହାୱା ଫ୍ଲୋ କିଛି ବି ଆସୁନି, ମାନେ ଯେଉଁଭଳିଆ କୁଲିଂ ଆସିବା କଥା କିଛି ବି ଆସୁନି, ଖାଲି ଗରମ ପବନ ଆସୁଛି। ଚାଲ ଦେଖିବା କ'ଣ ହେଇଛି କ'ଣ ନାହିଁ। ମୋତେ ଲାଗୁଛି ଗ୍ୟାସ୍ ଲିକେଜ୍ ଅଛି। ତ ଫାଷ୍ଟ ଆଉଟର ପାଖକୁ ଯିବା ଗ୍ୟାସ୍ ଚେକ୍ କରିବା ପାଇଁ। ଆଉଟର ପାଖକୁ ପଳେଇ ଆସିଲୁ ଗ୍ୟାସ୍ ଚେକ୍ କରିବା ପାଇଁ। ତ ମୋତେ ଲାଗୁଛି ଗ୍ୟାସ୍ ଲିକେଜ୍ ଥିବ, ମୁଁ ପୁରା ସିଓର ଅଛି ଗ୍ୟାସ୍ ଲିକେଜ୍ ହେଇଥିବ। ଚାଲ ଚେକ୍ କରିବା। ଚେକ୍ କଲା ପରେ ଜଣାପଡ଼ିବ ଗ୍ୟାସ୍ କେତେ ଅଛି ପ୍ରେସର। ତ ଦେଖିପାରୁଥିବେ ଗ୍ୟାସ୍ ଏପଟେ ଚେକ୍ କରୁଛି, ଦେଖିପାରୁଥିବେ ଗ୍ୟାସ୍ କିଛି ବି ନାହିଁ, ମାନେ ପୁରା ଖାଲି ପ୍ରେସର ଅଛି 10। ମାନେ ଯେଉଁ ପ୍ରେସର ରହିଥାଏ 120ରୁ 150 ଭିତରେ ରହିଥାଏ, ପ୍ରେସର ଅଛି 10। ମୋତେ ଯାହା ଡାଉଟ୍ ଲାଗୁଥିଲା ଆଉଟର ଡାଉଟ୍ ପାଖରେ, ସେଥିପାଇଁ ସେଇଟା ଚେକ୍ କଲି। ସେ ଟିକେ ଡାଉଟ୍ ଲାଗୁଥିଲା। ଆଉ ୱିଣ୍ଡୋ ଜଏଣ୍ଟ ପାଖକୁ ପଳେଇ ଆସିଲି, ସେଠି ଚେକ୍ କଲି ୱିଣ୍ଡୋ ଜଏଣ୍ଟ ପାଖରେ ଲିକେଜ୍ ନାହିଁ। ୱେଲ୍ଡିଂ ଗୋଟେ ମାରା ହେଇଛି ମଝିରେ, ସେଠି ବି ଚେକ୍ କରିଦେବା। ଦେଖିପାରୁଥିବେ ମଝିରେ ୱେଲ୍ଡିଂ ଗୋଟେ ମାରା ହେଇଛି, ଏଠି ପଳେଇ ଆସିଲି ଚେକ୍ କରିବା ପାଇଁ। ତ ଏଇଠି ଲିକେଜ୍ ତ ନାହିଁ, ଜଣାପଡ଼ୁଛି ଯାହା ଗୋଟେ ଲିକେଜ୍ ଅଛି, ଆଉ କୋଲ୍ଡ ଲିକେଜ୍ ନାହିଁ। ଏଣ୍ଡର କଏଲ୍ ବି ଚେକ୍ କରିଦେଲି, କୋଲ୍ଡ ଲିକେଜ୍ ନାହିଁ। ତ ମୁଁ ଅଫିସରେ ପଚାରିଦେଲି, ଅଫିସରେ କହିଲେ ଭ୍ୟାକ୍ୟୁମ୍ରେ ଗ୍ୟାସ୍ ଦେଇ ପଳେଇ ଆସିବେ, ପରେ ଦେଖିବା ଯାହା ହେଲା ଭାଇ। ତ ସେଥିପାଇଁ ମୁଁ ବି ଏବେ ଅବଶ୍ୟ ଘାଣ୍ଟୁ ନାହିଁ। ତ ଭ୍ୟାକ୍ୟୁମ୍ ଲଗାଇଦେଲି, ଦେଖିପାରୁଥିବେ ଭ୍ୟାକ୍ୟୁମ୍ ପୁରା ଅଧଘଣ୍ଟା 45 ମିନିଟ୍ ଭ୍ୟାକ୍ୟୁମ୍ ବସାଇବା, ତାପରେ ଗ୍ୟାସ୍ ଦେବା। ଦେଖିପାରୁଥିବେ ଆର 32 ଗ୍ୟାସ୍ ମିଟର ପୁରା ମାଇନସ୍ ଆସିଗଲାଣି। ଏବେ ଗ୍ୟାସ୍ ଫିଲିଂ କରିବା। ତ ଗ୍ୟାସ୍ ଫିଲିଂ ପୁରା କମ୍ପ୍ଲିଟ୍, ପ୍ରେସର ଆସିଗଲାଣି 90-100 ଆସିଗଲାଣି। ପୁରା ଗ୍ୟାସ୍ ଦେବା। ଏସି ବନ୍ଦ ଅଛି, ଯେ ଅନ୍ କରି ଆସିଛି। ତ ଇଣ୍ଟର ପାଖକୁ ପଳେଇ ଆସିଲି ଅନ୍ କରିବା ପାଇଁ। ଏସି ଅନ୍ କରିଦେଲି, ଏସି 16 ରଖିଲି, ନର୍ମାଲ୍ ଟେମ୍ପରେଚର 16 ରଖିଲି। ଆଉଟର ପାଖକୁ ପଳେଇ ଆସିଲି ଚେକ୍ କରିବା ପାଇଁ। ପୁରା ଗରମ ହାୱା ଫିଙ୍ଗିଲାଣି। ଗ୍ୟାସ୍ ପ୍ରେସର ଏବେ ଗ୍ୟାସ୍ ଦିଆହେଇନି, ପୁରା ଦିଆହେବ। ଧୀରେ ଧୀରେ ଗରମ ଆସିଲାଣି, ପୁରା ଗ୍ୟାସ୍ ଦିଆ। ତ ଲିକେଜ୍ ବି ଚେକ୍ କରିଦେଲି, ଲିକେଜ୍ ନାହିଁ। ଆଉଟର ପାଖରେ ଲିକେଜ୍ ଥିଲା, ସେଇଟା ତା'ର 1/4 ନଟ୍ଟା ପୁରା ତ ଫ୍ଲୋଇଂ ଭଲ ଭାବରେ କଲି। ପୁରା ଗ୍ୟାସ୍ ଫିଲିଂ ପୁରା କମ୍ପ୍ଲିଟ୍। ପ୍ରେସର 120 ଆସିଗଲା। ମାନେ ଗ୍ୟାସ୍ ଠିକ୍ ଅଛି। ଭିତରେ ଯାଇ କୁଲିଂ ଚେକ୍ କରିବା, କୁଲିଂ କେଉଁ ଭଳିଆ ଆସୁଛି। ପୁରା କୁଲିଂ ପରଫେକ୍ଟ ଆସୁଛି, ହାୱା ଫ୍ଲୋ ପୁରା ମସ୍ତ ଆସୁଛି, ପୁରା ନୂଆ ଆସିଗଲା କୁଲିଂ। ତ ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।